କଥାରେ ଅଛି ଯିଏ ଡରିଗଲା ସେ ମରିଗଲା। କଥାଟିର ଯଥାର୍ଥତା କେତେ ଚାଲନ୍ତୁ ବୁଝିବା। ପ୍ରକୃତରେ ଏହି ଡର କ'ଣ? ଆମେ କାହିଁକି ଡରନ୍ତି? କେତେବେଳେ ଡରନ୍ତି? କାହାକୁ ଡରନ୍ତି? ଏହି ମନସ୍ତାତ୍ତ୍ୱିକ ଅବସ୍ଥାଟି ଏକ ଅଦୃଶ୍ୟ ଶକ୍ତି ପରି ଆମକୁ ନିୟନ୍ତ୍ରଣ କରିଚାଲେ। ଡର ଆମ ବ୍ୟକ୍ତିତ୍ୱ ବିକାଶ ପାଇଁ କେତେ ଆବଶ୍ୟକ ଆଉ କେତେ ଅନାବଶ୍ୟକ, ଏମିତି ଅନେକ ପ୍ରଶ୍ନ ଆମ ମନରେ ଅଙ୍କୁରିତ ହେଉଥିବା। କ'ଣ ଆମେ ନ ଡରି ବଞ୍ଚିପାରିବା? ଯଦି ଆମେ କିଛି ଭୁଲ କରନ୍ତି ତେବେ ଡରନ୍ତି। କେତେକ କ୍ଷେତ୍ରରେ ଠିକ୍ କରି ବି ଡରନ୍ତି, କାରଣ ଆମ ଠିକ୍ ଆଉ କାହା ପାଇଁ ଭୁଲ ହୋଇପାରେ। ନିଆଁରେ ହାତ ଦେଖାଇଲେ ଆମେ ପଡ଼ିଯିବା, କିନ୍ତୁ ଯଦି ଜଣେ ଲୋକ ନିଆଁରେ ପଡ଼ିଯାଉଥିବ ଆମେ ତାକୁ ନ ବଞ୍ଚାଇ ଭାବିବା ମୋ ଶରୀର ବି ଜଳିଯିବ, ତାହେଲେ ଏହି ଡର ବି ଯଥାର୍ଥ ନୁହେଁ। ବାପା ମା ନିଜ ପିଲାକୁ ବିଭିନ୍ନ ପ୍ରକାର ଡର ସମ୍ବନ୍ଧରେ ବୁଝାଇଥାନ୍ତି, ଯେପରି ଗଛରେ ଚଢ଼ିବୁନି, ପଡ଼ିଲେ ଗୋଡ଼ ହାତ ଭାଙ୍ଗିଯିବ, ନଈକୁ ଗାଧୋଇବାକୁ ଯିବୁନି, ପାଣିରେ ବୁଡ଼ିଯିବୁ, ସେ ବରଗଛରେ ଭୂତ ଅଛି, ଏକୁଟିଆ ଯିବୁନି, ଭୂତ ଖାଇଯିବ, ଏମିତି ଅନେକ କଥା। ଧୀରେ ଧୀରେ ପିଲାଟି ବଡ଼ ହୁଏ ଏହି ଭୟର ବାତାବରଣକୁ ସାଥିରେ ନେଇ। ତେଣୁ ସେ ଭବିଷ୍ୟତରେ ଜଣେ ନିର୍ଭୀକ ପୁରୁଷ ବା ନାରୀ ହୋଇପାରେନି। ତାର ଏହି ଡର ସାମ୍ନାରେ ତା ଶରୀରରେ ଥିବା ଅସୀମ ବଳକୁ ଶିଥିଳ ହୋଇଯାଏ। ସେ ଏହି ଭୟକୁ ସମାଜରେ ମଧ୍ୟ ବାଣ୍ଟି ଚାଲେ। ବେଳେବେଳେ ଏହି ଭୟ ଏକ ସହଜ କାମକୁ ବି ନ କରିବାକୁ ନାସ୍ତିସୂଚକ ପ୍ରେରଣା ଦିଏ ଓ ଏହା ବ୍ୟକ୍ତିତ୍ୱ ବିକାଶରେ ବାଧକ ସାଜେ। ଏମିତି କିଛି ଡର ଅଛି ଯାହା ଆମକୁ ଉତ୍ତରାଧିକାରୀ ସତ୍ତାରେ ବି ମିଳିଥାଏ। କିଛି ଲୋକ ଭଗବାନ ଅସନ୍ତୁଷ୍ଟ ହେବେ ବୋଲି ଭାବି ଡରି ଡରି ବକଧର୍ମ ଆପଣାନ୍ତି। କିଛି ବ୍ୟକ୍ତି ନିଜ ଡରର ଆଶୁ ସମାଧାନ ପାଇଁ ସାଧୁ, ବାବା ଓ ପୀରମାନଙ୍କ ପାଖକୁ ଧାଆନ୍ତି। ଆଉ କିଛି ଦୁର୍ନୀତିଗ୍ରସ୍ତ ଲୋକ ଦଣ୍ଡର ପାତ୍ର ହେବା ଡରରେ ବୁଝି ବିଚାରି ଦୁର୍ନୀତି କରନ୍ତି। ଚୋର ପୁଲିସ ଭୟରେ ଚୋରି କରିବାକୁ ଡରେ। ଦୁର୍ଘଟଣାଗ୍ରସ୍ତ ଲୋକଟିକୁ ବି ଆମେ ଡାକ୍ତରଖାନା ନେବାକୁ ବି ଡରନ୍ତି, କାଳେ ନିଜେ ମକଦ୍ଦମାରେ ଫସିଯିବି। ଡର ବେଳେବେଳେ ମଣିଷକୁ ପାପ କରିବାକୁ ବଞ୍ଚାଇ ବି ଦିଏ। ତେଣୁ ଆମେ ଏତିକି ବୁଝିବା, ଡର ଗୋଟିଏ ମୁଦ୍ରା ଦୁଇ ପାର୍ଶ୍ୱ ପରି। ଏହାର ଦୁଇଟି ଦିଗ ଅଛି। ଆମେ କେତେକ କ୍ଷେତ୍ରରେ ଡରିବାର ଆବଶ୍ୟକତା ବି ଅଛି, ଆଉ କେତେକ ଜାଗାରେ ମନରୁ ଡର ତ୍ୟାଗ କରିବା ଉଚିତ। ତେବେ ଆସନ୍ତୁ ନିଜ ନିଜ ମନରେ ଥିବା ଡରକୁ ଚିହ୍ନିବା।